ଆରେ ସୋନୁ, କଣ କରୁଛୁ? କେମିତି ଅଛୁ ତୁ? ଆଉ ତୋ ପୂଜା ଛୁଟି ଭଲରେ ଭଲରେ କଟିଲା ତ? କୁଆଡ଼େ କୁଆଡ଼େ ସବୁ ବୁଲିବାକୁ ଗଲୁ? ହଁ ରେ ମନ, ମୁଁ ଭଲ ଅଛି। ତୁ କେମିତି ଅଛୁ କହ? ଆରେ ମୁଁ ବି ଭଲ ଅଛି। ଆମେ ଏଥର ପୂଜାରେ କଲିକତା ବୁଲିବାକୁ ଯାଇଥିଲୁ, ସେଥିପାଇଁ ତୋର ମୋର ଦେଖା ନଥିଲା ଆଉ। ହଁ, ତମେ କଲିକତା ବୁଲିବାକୁ ଯାଇଥିଲ? ସେଟା ବଡ଼ ବଡ଼ ଦୁର୍ଗା ଦେଖିଥିବ, ଭଲ ମନ୍ଦ ଖାଇଥିବ। ହଁ, ବଡ଼ ବଡ଼ ଦୁର୍ଗା ଦେଖିଲୁ, ଭଲ ମନ୍ଦ ଖାଇଲୁ, ବହୁତ ଜାଗା ବୁଲିଲୁ, ତାପରେ ଘରକୁ ଆସିଲୁ। ଆଉ ତୁ ତ ଭଲ ଭଲ ଜାଗା ବୁଲିଲୁ, ଦୁର୍ଗା ଦେଖିଲୁ, ଖାଇଲୁ ପିଇଲୁ। ମୋ ପାଇଁ କଣ ଆଣିଛୁ? କଣ ଆଣିଛୁ ମୋ ପାଇଁ? ଆରେ ରାଗୁଛୁ କାହିଁକି? ତୋ ପାଇଁ ମୁଁ ଆଣିଥାନ୍ତି, ହେଲେ ବା ବୋଉ କହିଲା କଣ କାର୍ତ୍ତିକ ମାସ ହେଇଯିବ, ତୋ ପାଇଁ ମଟନ ନେଇ ହବନି। ସେଥିପାଇଁ ମୁଁ ଆଜି ପହଞ୍ଚିଲା ତ କାର୍ତ୍ତିକ ମାସ ହେଇଗଲା, ତୋ ପାଇଁ କିଛି ଆଣିନି। କାର୍ତ୍ତିକ ମାସ କେତେବେଳେ ହେଲା? ଏ ତ ଅକ୍ଟୋବର ମାସ ଚାଲିଛି। ଆରେ ହଁ ଯେ, ତୋରି ଭାଷାରେ ଅକ୍ଟୋବର ମାସ, ଏଇଟା ତାକୁ ଓଡ଼ିଆରେ କାର୍ତ୍ତିକ କୁହନ୍ତି। ତୁ ବେଶୀ ସିଆଣା ଆଉ, ଦବାକୁ ପଡ଼ିବ ବୋଲି କାର୍ତ୍ତିକ ମାସ ମତେ କହୁଛୁ। ଅକ୍ଟୋବର ମାସ କୋଉଟା କାର୍ତ୍ତିକ ମାସ ହୁଏ ରେ? ତୁ ବୋଧେ ଜାଣିନୁ, କାର୍ତ୍ତିକ ମାସଟା କେବଳ ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର, ସଂକ୍ରାନ୍ତି ଏଇସବୁ ଦିନ ମାନଙ୍କରେ ପଡ଼େ ବୋଲି। ବେଶୀ ପାଠ ପଢ଼ଉଛି ମତେ। ଆରେ ଏମିତି କଥା ଅଛି, ମୁଁ ତ ଜାଣିନଥିଲି। ଆରେ ମୋ ବୋଉ ତ 8 ଦିନ ହେଲାଣି ମତେ ସାଧା 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 ଖୁଆଇ ଛେଳି କରି ସାରିଲାଣି। ଆଉ କିଛି ଦିନ ଗଲା ପରେ ତ ମୁଁ ମେଣ୍ଢା ହେଇଛି।